ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ମୋଠୁ ସାନ କିମ୍ବା ବଡ଼, ମୋର ବାପା କିମ୍ବା ମା ମାନେ କିମ୍ବା ଭାଇ ଓ ଭଉଣୀମାନେ କିମ୍ବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଦାସ ଦାସୀମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଥମ ଆଦମ ଏବଂ ଦ୍ୱିତୀୟ ଆଦମ ବିଷୟରେ କହିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ଏହି ଭିଡ଼ିଓକୁ ସଠିକ୍ ଭାବରେ ଦେଖନ୍ତୁ, ସଠିକ୍ ଭାବରେ ଶୁଣିବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ। ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଅଧ୍ୟୟନ କରି ମଧ୍ୟ ଥିବେ ଏହି ପ୍ରଥମ ଆଦମ ଦ୍ୱିତୀୟ ଆଦମ ବିଷୟରେ, ଏବଂ ଏମିତି ଲୋକମାନେ ମଧ୍ୟ ଅଛନ୍ତି ଏହି ପ୍ରଥମ ଆଦମ ଦ୍ୱିତୀୟ ଆଦମକୁ ଲୋକମାନେ ଜାଣି ମଧ୍ୟ ନାହାନ୍ତି, ଏବଂ ଅନେକ ମଣ୍ଡଳୀରେ କୁହାଯାଏ ନାହିଁ ମଧ୍ୟ। କିନ୍ତୁ ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ ଶୁଣନ୍ତୁ, ଏବଂ ଏହି ସମୟରେ ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ। କାରଣ ବର୍ତ୍ତମାନ ସମୟରେ ଅନେକ ପ୍ରଚାରକ ବାହାରି ଅଛନ୍ତି, ଅନେକ ଭାବବାଦୀ ବାହାରି ଅଛନ୍ତି, ଅନେକ ଶିକ୍ଷକ ବାହାରି ଅଛନ୍ତି। ଯଦି ଜଣେ ବ୍ୟକ୍ତି ଯଦି କହୁଅଛି, ସେ ବ୍ୟକ୍ତିଙ୍କୁ ଯଦି ଆପଣମାନେ ପରୀକ୍ଷା କରିବେ ନାହିଁ, ତାହେଲେ ଆପଣମାନେ କେମିତି ଜାଣିପାରିବେ ଯେ ଜଣେ ବ୍ୟକ୍ତି ସେ କେମିତି ଶିକ୍ଷା ଦେଉଅଛି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ବ୍ୟକ୍ତି ଯଦି ଶିକ୍ଷା ଦେଉଛି ତାହେଲେ ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଆପଣମାନେ ମ୍ୟାଚ୍ କରିବା ଦରକାର। ସେଇ ବ୍ୟକ୍ତି ବାଇବଲରେ ଥିବା ବିଷୟ କହୁଛି କିମ୍ବା ବାଇବଲର ବାହାରେ କହୁଅଛି, ଆପଣମାନଙ୍କୁ ଜାଣିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲ ସବୁଦିନ ଆପଣମାନେ ଅଧ୍ୟୟନ କରିବା ପାଇଁ ଚେଷ୍ଟା କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସୁନ୍ଦର ଭାବରେ ଆମ୍ଭେମାନେ ପ୍ରଥମ ଆଦମ ଦ୍ୱିତୀୟ ଆଦମଙ୍କ ବିଷୟରେ ଜାଣିବା ନିମନ୍ତେ ଯିବା। ପ୍ରଥମ ଆଦମ ଦ୍ୱିତୀୟ ଆଦମ। ପ୍ରଥମ ଆଦମ ଜଗତର ଉତ୍ପନ୍ନ ବା ପ୍ରଥମ ଆଦମ ମାଟି ଦ୍ୱାରା ବା ମାଟିର ଧୂଳି ଦ୍ୱାରା ସୃଷ୍ଟି କରାଯାଇଥିବା ଆଦମ। ପରମେଶ୍ୱର ଏଦେନ ଉଦ୍ୟାନରେ ଏହି ଆଦମକୁ ସୃଷ୍ଟି କଲେ। ଏହି ପୃଥିବୀର ପ୍ରଥମ ମନୁଷ୍ୟ ହେଉଅଛନ୍ତି ବା ହେଉଅଛି ଆଦମ। ଏହି ଆଦମ, ଏହି ପ୍ରଥମ ଆଦମ ଜଗତର ଉତ୍ପନ୍ନ ବୋଲି ମଧ୍ୟ କହିପାରିବା। କାରଣ ପରମେଶ୍ୱର ଏହି ଆଦମକୁ ଧୂଳି ବା କ୍ଷେତର ଧୂଳି ଦ୍ୱାରା ସୃଷ୍ଟି କରିଛନ୍ତି, ଏବଂ ଦ୍ୱିତୀୟ ଆଦମ ହେଉଛନ୍ତି ସ୍ୱର୍ଗରୁ ଏହି ପୃଥିବୀକୁ ଆସିଥିବା ଆଦମ। ସେ ହେଉଛନ୍ତି ଖ୍ରୀଷ୍ଟ, ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆପଣମାନେ ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସ୍ୱର୍ଗରୁ ଯେଉଁ ପରମେଶ୍ୱର ଆଦମକୁ ସୃଷ୍ଟି କଲେ ଧୂଳି ଦ୍ୱାରା, ଏହି ଆଦମ ଏଦେନ ଉଦ୍ୟାନରେ ଫେଲ୍ ହେଇଗଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଦେନ ଉଦ୍ୟାନରେ ଫେଲ୍ ହେଇଗଲେ। ସେଥିପାଇଁ ସ୍ୱର୍ଗର ପରମେଶ୍ୱର, ସେଇ ପରମେଶ୍ୱରଙ୍କୁ ଏହି ପୃଥିବୀକୁ ଆସିବା ନିମନ୍ତେ ଗୋଟିଏ ଦେହ ଦରକାର ଥିଲା, ଗୋଟିଏ ଶରୀର ଦରକାର, ନହେଲେ ସେ କେମିତି ଆସିପାରିବେ? ଯଦି ଆପଣମାନେ ଦେଖିବେ ଆଦି ପୁସ୍ତକ ଠାରୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପରମେଶ୍ୱରଙ୍କ ପାଖରେ ଲୋକମାନେ ଯାଇପାରୁନଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯାଇପାରୁନଥିଲେ। ସମସ୍ତେ ପାପ କରୁଥିଲେ, ବଳି ଉତ୍ସର୍ଗ କରାଯାଉଥିଲା। ଜଣେ ବ୍ୟକ୍ତି
ପାପ କଲେ, ବଳି ଉତ୍ସର୍ଗ କଲେ ସେ ବ୍ୟକ୍ତିଙ୍କର ପାପ କେବେ କ୍ଷମା ହୁଏ ନାହିଁ। ଆପଣମାନେ ଜାଣନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଇ ସମୟରେ ଜଣେ ବ୍ୟକ୍ତି ଯଦି ପାପ କରେ ତାହେଲେ ସେ ବ୍ୟକ୍ତିଙ୍କ ପାଇଁ ବଳି ଉତ୍ସର୍ଗ କରୁଥିଲେ। କାହିଁକି? ମାନେ ସେ ବ୍ୟକ୍ତିଙ୍କର ପାପକୁ ଢାଙ୍କିବା ପାଇଁ। ଯେମିତି ଆପଣମାନେ ଶରୀରକୁ ଢାଙ୍କିବା ନିମନ୍ତେ ପୋଷାକ ପିନ୍ଧନ୍ତି, ଠିକ୍ ସେମିତି ପାପକୁ ଢାଙ୍କିବା ନିମନ୍ତେ ବଳି ଉତ୍ସର୍ଗ କରାଯାଉଥିଲା। କିନ୍ତୁ ପାପ କ୍ଷମା ହେଉନଥିଲା। କିନ୍ତୁ ଯାଜକମାନେ ସେ ବ୍ୟକ୍ତିଙ୍କ ପାଇଁ ସେମାନେ ପ୍ରାୟଶ୍ଚିତ କରୁଥିଲେ। ଆପଣମାନେ ଜାଣନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଏଇ ପ୍ରଥମ ଆଦମ ଏଇ ଜଗତର ଉତ୍ପନ୍ନ, ଦ୍ୱିତୀୟ ଆଦମ ସ୍ୱର୍ଗରୁ ଉତ୍ପନ୍ନ ବା ସ୍ୱର୍ଗରୁ ପରମେଶ୍ୱର ଏଇ ଜଗତରେ ଆସିବା ନିମନ୍ତେ ତାହାଙ୍କୁ ଗୋଟିଏ ଶରୀର ଦରକାର, ଗୋଟିଏ ବଡି ଦରକାର। ଏବଂ ପରମେଶ୍ୱର ବାଛିଲେ ଯେ ଶେଷରେ ମରିୟମକୁ ବାଛିଲେ ଏବଂ ଏଇ ମରିୟମଙ୍କ ଦ୍ୱାରା ମରିୟମ ପବିତ୍ର ଆତ୍ମାଙ୍କର ଦ୍ୱାରା ଗର୍ଭବତୀ ହେଲେ ଏବଂ ସେ ପୁତ୍ର ପ୍ରସବ କଲେ। ତାହାଙ୍କର ନାମ ପ୍ରଭୁ ଯୀଶୁ। ସେଇ ପ୍ରଭୁ ଯୀଶୁ ହେଉଛନ୍ତି ଦ୍ୱିତୀୟ ଆଦମ। ଏଦେନ ଉଦ୍ୟାନରେ ପ୍ରଥମ ଆଦମ ଫେଲ୍ ହେଲେ ଏବଂ ଏଇ ଫେଲ୍ ହେଇଥିବା ଯୋଗୁଁ ଦ୍ୱିତୀୟ ଆଦମ ଆସିଲେ, ପ୍ରଭୁ ଯୀଶୁ ଆସିଲେ। এই দ্বিতীয় আদমକୁ ଆପଣମାନେ ବିଶ୍ୱାସ କରିବା ଦରକାର। এই ଦ୍ୱିତୀୟ ଆଦମ ଅନୁସାରେ ଆପଣମାନେ ଚାଲିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ କେତୋଟି ପଦପର୍ବ ଦେଖିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଥମ ଆଦମ ଏବଂ ଶେଷ ଆଦମ ପ୍ରଭୁ ଯୀଶୁ ଖ୍ରୀଷ୍ଟ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ସମୟରେ ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି। ତାହେଲେ ଦେଖନ୍ତୁ, ପ୍ରଥମ କରନ୍ତୀୟ ତାର 15 ପର୍ବ 45 ପଦ। এই ଜାଗାରେ ଲେଖାଯାଏ, ଏହିପରି ମଧ୍ୟ ଲେଖା ଅଛି, ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ, ଶେଷ ଆଦମ ଜୀବନଦାୟକ ଆତ୍ମା ହେଲେ। ପ୍ରଥମ କରନ୍ତୀୟ 15 ପର୍ବ ତାର 45 ପଦ। ତାପରେ ଲେଖାଯାଏ, ମାତ୍ର ଯାହା ଆତ୍ମିକ ତାହା ପ୍ରଥମେ ନୁହେଁ, କିନ୍ତୁ ଯାହା ପ୍ରାକୃତିକ ତାହା ପ୍ରଥମ ପରେ ଆତ୍ମିକ। ପ୍ରଥମ ମନୁଷ୍ୟ ପାର୍ଥିବ ମୂର୍ତ୍ତିକାରେ ନିର୍ମିତ, ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆଗତ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଦ୍ୱିତୀୟ ଆଦମକୁ ବା ମନୁଷ୍ୟକୁ ଆମେମାନେ ମାନିବା ଦରକାର। ଏଦେନ ଉଦ୍ୟାନରେ ପ୍ରଥମ ଆଦମ ଫେଲ୍ ହେଇଗଲେ, ସେଥିପାଇଁ ଦ୍ୱିତୀୟ ଆଦମ ମରିୟମଙ୍କ ଗର୍ଭରେ ଜାତ ହେଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଦେନ ଉଦ୍ୟାନରେ କ'ଣ କ'ଣ ଘଟିଅଛି ଏ ବିଷୟ ଆଦମ ଜାଣିନଥିଲେ ବା ଜାଣନ୍ତି ମଧ୍ୟ ନାହିଁ। ପ୍ରଭୁ ଯୀଶୁଙ୍କର ସହିତ ସେଇ ସର୍ପ ସହିତ କ'ଣ କ'ଣ ଘଟିଅଛି ଆଦମ ଜାଣିନାହାନ୍ତି। କିନ୍ତୁ ଆଦମକୁ ସେଇ ଏଦେନ ଉଦ୍ୟାନରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଦେଖିବା ନିମନ୍ତେ, ସେ ଏଦେନ ଉଦ୍ୟାନର ସେବା ଶୁଶ୍ରୂଷା କରିବା ନିମନ୍ତେ ବା ଯେମିତି ଗୋଟିଏ ବଗିଚାରେ ମାଳିଥାନ୍ତି ସେମିତି ପରମେଶ୍ୱର ଆଦମକୁ ସେଇ ଜାଗାରେ ରଖିଲେ। କିନ୍ତୁ ସେଇ ଜାଗାରେ ଆଦମ ସୃଷ୍ଟି ହେବା ପୂର୍ବରୁ ସେଇ ଜାଗାରେ ସର୍ପ ଥିଲେ, ଶୈତାନ ଥିଲେ। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ସେଇ ଶୈତାନ ଆଦମକୁ ଫେଲ୍ କଲେ। ପ୍ରଭୁ ଯୀଶୁ ଜାଣିଲେ ବା ସେଇ ପରମେଶ୍ୱର ଜାଣିଲେ ଏବଂ ଦ୍ୱିତୀୟ ଆଦମ ଭାବରେ ମରିୟମଙ୍କ ଗର୍ଭରେ ସେ ଜାତ ହେଲେ। এই ଧରାପୃଷ୍ଠରେ ମାନବ ରୂପରେ ସେ ଜାତ ହେଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ମନୁଷ୍ୟ ହିଁ ମନୁଷ୍ୟର ଦୁଃଖକୁ ବୁଝିପାରିବ। ଗୋଟେ ମନୁଷ୍ୟର ଦୁଃଖ କୁକୁଡ଼ା ବୁଝିପାରିବ ନାହିଁ, କୁକୁର ବୁଝିପାରିବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ମନୁଷ୍ୟର ପାପକୁ ମନୁଷ୍ୟ ହିଁ କ୍ଷମା କରିବ ଏବଂ କେହି ମଧ୍ୟ କ୍ଷମା କରିପାରିବେ ନାହିଁ। ଜଣେ ମନୁଷ୍ୟର ଦୁଃଖ, କଷ୍ଟ, ଯନ୍ତ୍ରଣାକୁ ଜଣେ ମନୁଷ୍ୟ ହିଁ ଜାଣିପାରିବ। ଆପଣଙ୍କୁ ଯଦି ଜ୍ୱର ହୁଏ
ତାହେଲେ ଆପଣଙ୍କୁ କେମିତି ଲାଗେ? ଆପଣ ଜାଣିଅଛନ୍ତି ଜଣେ ବ୍ୟକ୍ତିଙ୍କୁ ଯଦି ଜ୍ୱର ହୁଏ ତାହେଲେ ଆପଣ ସେଇ ଅନୁଭବକୁ କହିପାରିବେ, ପ୍ରକାଶ କରିପାରିବେ। କିମ୍ବା ଆପଣଙ୍କର ଗୋଟିଏ ଗୋଡ଼ରେ ଯଦି କଣ୍ଟା ବାଜିଯାଏ ତାହେଲେ ଆପଣଙ୍କୁ କେମିତି ଲାଗିବ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ଜାଣିବା ନିମନ୍ତେ, ଆମମାନଙ୍କର ନିମନ୍ତେ ସେଇ ଧରା ପୃଷ୍ଠରେ ଦ୍ୱିତୀୟ ଆଦମ ହୋଇ ପ୍ରକାଶିତ ହେଲେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଲେଖାଯାଏ ଆଉ ଆମ୍ଭେମାନେ ସେପରି ମୂର୍ତ୍ତିକାରେ ନିର୍ମିତ ସେ ମନୁଷ୍ୟ ମୂର୍ତ୍ତି ଧାରଣ କରୁଅଛୁ, ସେହିପରି ସେଇ ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧାରଣ କରିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଦେଖନ୍ତୁ ପ୍ରଥମ କରନ୍ତୀୟ ରୋମିଓ ପୁସ୍ତକ ତାର 19 ପର୍ବ 21 ପଦ। ରୋମିଓ 19:21। ରୋମିଓ 19:21। ପ୍ରଭୁଙ୍କର ପ୍ରିୟ ଲୋକମାନେ, 5 ରୋମିଓ ପୁସ୍ତକ 5:19-21। କାରଣ ସେପରି ଜଣଙ୍କର ଅନାଜ୍ଞାବହତା ଦ୍ୱାରା ଅନେକ ପାପୀ ହେଲେ। କାହା ଦ୍ୱାରା? ଗୋଟିଏ ବ୍ୟକ୍ତିଙ୍କ ପାଇଁ ସେ କଥା ନ ମାନିବା ଯୋଗୁଁ ଅନେକ ଲୋକ ପାପୀ ହେଲେ। ଅର୍ଥାତ୍ ଏହି ଜାଗାରେ ଆଦମଙ୍କ ବିଷୟରେ କୁହାଯାଉଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦମ ପାପ କରିଥିବା ଯୋଗୁଁ ଆଦମଙ୍କର ଦ୍ୱାରା ସମସ୍ତେ ପାପୀ ହେଲେ। କିନ୍ତୁ ଲେଖାଯାଏ ସେହିପରି ମଧ୍ୟ ଜଣଙ୍କର ଆଜ୍ଞାବହତା ଦ୍ୱାରା ଅନେକ ଧାର୍ମିକ ହେବେ। ପ୍ରଭୁ ଯୀଶୁଙ୍କର ଆଜ୍ଞାବହତା ଦ୍ୱାରା ଆମେମାନେ ସମସ୍ତେ ଧାର୍ମିକ ହେବା। ଏହା ଛଡ଼ା ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ, କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା ସେଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା। ଯେପରି ପାପ ଯେ ପ୍ରକାର ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନ ଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ। କାରଣ ଯଦି ଆମେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାଙ୍କ ସହିତ ଏକଭୂତ ହୋଇ ଅଛୁ, ତାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନରେ ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାଙ୍କ ସହିତ ଏକଭୂତ ହେବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମରେ ଧନ୍ୟବାଦ ଯେ ପ୍ରଥମ କରନ୍ତୀୟ ଲୁକ ଲିଖିତ ସୁସମାଚାର ତାର 1 ପର୍ବ ତାର 42 ପଦରେ ଲେଖାଯାଏ, ଅତି ଉଚ୍ଚ ସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମେ ଧନ୍ୟ, ପୁଣି ଧନ୍ୟ ତୁମର ଗର୍ଭର ଫଳ। କାହିଁକି ଏମିତି କୁହାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ? କାରଣ ଏଦେନ ଉଦ୍ୟାନରେ ଆଦମ ଫେଲ୍ ହେଇଗଲେ। ସେଇ ଜାଗାରେ ଏଦେନ ଉଦ୍ୟାନରେ ଫଳ ହିଁ ଥିଲା, ବା ଗଛରେ ଫଳ ହିଁ ଫଳୁଥିଲା। ଏବଂ ଆଦମଙ୍କ ଠାରୁ ନୋହଙ୍କ ପର୍ଯ୍ୟନ୍ତ କେହି ମଧ୍ୟ, ବା ନୋହଙ୍କ ଠାରୁ ମାଂସ ଖାଇବା ଆରମ୍ଭ ହେଲା। ଏବଂ ନୋହଙ୍କ ତଳରୁ ଯେତେ ଜଣ ଥିଲେ ଆଦମଙ୍କ ପର୍ଯ୍ୟନ୍ତ, ପ୍ରଥମ ମନୁଷ୍ୟ ଆଦମଙ୍କ ପର୍ଯ୍ୟନ୍ତ ଏମାନେ ମାଂସ ଖାଉନଥିଲେ। ସେହି ସମୟରେ ମାଂସ ମଧ୍ୟ ବା ପଶୁ ପକ୍ଷୀ ଥିଲା, କିନ୍ତୁ ସେମାନେ ମାଂସ ଖାଉନଥିଲେ। ଏମାନେ ଥିଲେ ଖାଲି ଫଳ ଗୁଡ଼ାକୁ ଖାଉଥିଲେ, ପନିପରିବା ଖାଉଥିଲେ। କିନ୍ତୁ ଏଇ ଆଦମ, ପ୍ରଥମ ଆଦମ ଏଦେନ ଉଦ୍ୟାନରେ ଫେଲ୍ ହେଇଯିବା ଯୋଗୁଁ, ଯେତେବେଳେ ଫେଲ୍ ହେଲେ, ସେହି ସମୟରେ ପରମେଶ୍ୱର ମରିୟମଙ୍କ ଗର୍ଭରେ ଯେତେବେଳେ ସେ ଗର୍ଭବତୀ ହେଲେ ପବିତ୍ର ଆତ୍ମାଙ୍କ ଦ୍ୱାରା, ସେଇ ଜାଗାରେ ଲେଖାଯାଏ ଅତି ଉଚ୍ଚ ସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମେ ଧନ୍ୟ, ପୁଣି ଧନ୍ୟ ତୁମେ ଗର୍ଭର ଫଳ। ଏହି ଫଳ ପ୍ରଭୁ ଯୀଶୁ ଏହି ପୃଥିବୀରେ ବୀଜ ଭାବରେ ଆସିଲେ। ଯେମିତି ଆପଣମାନେ କ୍ଷେତରେ ଗୋଟିଏ ଧାନ ବିହନ ବୁଣନ୍ତି, ତାକୁ କୁହାଯାଏ ବୀଜ। ଏହି ଜାଗାରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେମିତି ଆପଣମାନେ ଶାରୀରିକ ସମ୍ପର୍କ ରଖି ଗୋଟିଏ ସନ୍ତାନ ଜାତ କରନ୍ତି, ତାକୁ କୁହାଯାଏ ବୀଜ। କିନ୍ତୁ ପ୍ରଭୁ ଯୀଶୁ ପବିତ୍ର ଆତ୍ମାଙ୍କର ଦ୍ୱାରା ମରିୟମ ଗର୍ଭବତୀ ହେଲେ ଏବଂ ସେ ପୁତ୍ର ପ୍ରସବ କଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଦ୍ୱିତୀୟ ଆଦମ ବୀଜ ହେଲେ। କିନ୍ତୁ ଲେଖାଯାଏ ଗାର୍ଡେନ, ଯେଉଁ ଏଦେନ ଉଦ୍ୟାନ ବଗିଚା ଆଦମଙ୍କ ପାଇଁ କବ୍ର ହେଲା ବା ମଶାଣି ହେଲା, ପ୍ରଭୁ ଯୀଶୁଙ୍କ ପାଇଁ ମଧ୍ୟ ମଶାଣି ହେଲା। କେମିତି? ଏଦେନ ଉଦ୍ୟାନରେ ଆଦମ ଫେଲ୍ ହେଲେ ଏବଂ ପ୍ରଭୁ ଯୀଶୁ ମଧ୍ୟ ଏଦେନ ଉଦ୍ୟାନରେ ସେଇ
ଫଳ ଗୁଡ଼ାକ ସେ ଗଛରେ ହିଁ ପ୍ରଭୁ ଯୀଶୁ ମୃତ୍ୟୁବରଣ କଲେ। କିନ୍ତୁ ଆପଣମାନେ ଜାଣିବା ଦରକାର, ସୃଷ୍ଟି ଅଲଗା, ସୃଷ୍ଟିକୁ ବନେଇଥିବା ବ୍ୟକ୍ତି ଅଲଗା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣିବା ଦରକାର, ସୃଷ୍ଟି ଅଲଗା, ସୃଷ୍ଟିକୁ ବନେଇଥିବା ବ୍ୟକ୍ତି ଅଲଗା। କିନ୍ତୁ ବର୍ତ୍ତମାନ ସମୟରେ ସୃଷ୍ଟିକୁ ଲୋକମାନେ ମାନୁଛନ୍ତି। ଆପଣମାନେ ଯେପରି ନ ମାନନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଆପଣମାନେ ଏଇ ଶେଷ ଆଦମକୁ, ଦ୍ୱିତୀୟ ଆଦମକୁ ଆପଣମାନେ ବିଶ୍ୱାସ କରନ୍ତୁ।